ঘরকু আসি কার জালি দেলে, ঘর উপরে টেকা ফোপাড়িলে এবং ঘরর কাচ ভাঙ্গিদেলে, ঘরে পুଣି নিଆଁ ଲଗେଇଲେ, ତାଙ୍କ ପତ୍ନୀ ଏବଂ ଶାଳକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି ଧମକ ଚମକ ଦେଲେ। ଏଭଳି ଏକ ସାଂଘାତିକ ଘଟଣା ସମ୍ପର୍କରେ ବଲାଙ୍ଗୀର ସହରର ମାଲଗୋଦାମପଡ଼ା ନିବାସୀ ହରେଶ କୁମାର ସ୍ୱାଇଁ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିବା ପରେ ତୁରନ୍ତ ପଦକ୍ଷେପ ନେଇଛି ପୋଲିସ। ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବା ସହ ବଲାଙ୍ଗୀର ସହରର ମାଲଗୋଦାମପଡ଼ା ନିବାସୀ ଜିତେନ୍ଦ୍ର କୁମ୍ଭାର ଓରଫ ଜିତେନ ବୟସ 29, ଶଙ୍କର ବାଗ ବୟସ 32 ଏବଂ ସୋନୁ ଓରଫ ସାନୁ ସୁନା ବୟସ 25ଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଟାଉନ ଥାନା ଆଇଆଇସି ଅବନୀ କୁମାର ସାହୁ। ଘଟଣାରେ ଜଳି ଯାଇଥିବା ହୁଣ୍ଡାଇ କାରକୁ ମଧ୍ୟ ପୋଲିସ ପକ୍ଷରୁ ଜବତ କରାଯାଇଥିବା କୁହାଯାଇଛି।